ତ ମୁଁ ଅର୍ଡର କରିଥିଲି ବୋଟ ବ୍ରାଣ୍ଡର ଗୋଟେ ନୂଆ ସ୍ମାର୍ଟ ୱାଚ୍ ଯାହାକି ମୋତେ 1500 ଟଙ୍କାରେ ପଡ଼ିଲା। ତାପରେ ମୁଁ ଏହା ଅନବକ୍ସିଂ କରିପାରିଲି। ଜରିଟା ବହୁତ ଟାଇଟ୍ ଥିଲା, ତାକୁ ଖୋଲିବାରେ ବହୁତ ମୁସ୍କିଲ ହେଲା। ଯେମିତି ସେମିତି କରିକି ତା ଜରିଟା ବାହାର କଲି, ତାପରେ ବକ୍ସଟାକୁ ଓପନ କଲି। ଓପନ କରିବା ବି ବହୁତ ମୁସ୍କିଲ ହେଲା। ତାପରେ ତାକୁ ଅନେଇଲି, ତାପରେ ଦିଟାକୁ କଲା ପରେ ତା ଦିଟା ମେନୁ ବାହାରକୁ ବାହାରିଲା। ଏଟା କିଛି ପଢ଼ିବାର ନାହିଁ, ଗୋଟେ କୋଡ୍ ବାହାରିଲା। ତାପରେ ଆମ ସ୍ମାର୍ଟ ୱାଚ୍ ମୁଁ ବ୍ଲୁ କଲର ଅର୍ଡର କରିଥିଲି, ଆହୁରି ଭେରାଇଟି କଲର ଆସେ। ଆପଣ ଫ୍ଲିପକାର୍ଟରେ ଚେକ୍ କରିବେ, ଲିଙ୍କ ମୁଁ ଡିସ୍କ୍ରିପ୍ସନରେ ଦେଇଦେବି। ତାପରେ ମୁଁ ଜରି ତାର ଓପନ କଲି, ତାପରେ ତାକୁ ସେ ୱାଚଟା ସେ ନେଇଛି। ମୁଁ ତାକୁ ଅନ୍ କଲି, ଅନ୍ କଲାରେ ଟିକେ ସମୟ ଲାଗିଲା। ଅନ୍ କରୁ କରୁ ଆପଣ ଟିକେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଏବେ ଅନ୍ ହେଇଯାଇଛି। ଏଇ କ୍ୟୁଆର ସ୍କାନଟାକୁ ମୁଁ ସ୍କାନ କରି ତା ଆପ୍ଟା ଡାଉନ୍ କଲା ପରେ ଇଏ ଅନ୍ ହେଇଯିବ। ତ ମୁଁ ଆପ ଡାଉନ୍ କରିକି ଅନ୍ କଲା ପରେ ତା ପ୍ରଥମ ୱାଲପେପର ଦେଖ, ୱାଲପେପରଟା ସିକ୍ୟୁରିଟି ହେଲ୍ଥ ରେଡି। ମୁଁ ହାର୍ଟବିଟ୍ ଚେକିଂ କଲି, ମୋ ହାର୍ଟବିଟ୍ 93 92 ବସିଲା। ତ ମୋ ବ୍ଲଡ୍ ମୋ ପାଣି ୱାଟର ଚେକ୍ କଲି, ତାପରେ ସେଥିରେ କେତେ 96 ଆଡ଼େ ଆସିଲା। ଆସିଲା ପରେ ତାପରେ ଆଉ ଗୋଟେ ସେ ଆପ୍ ମଧ୍ୟ ଦେଇଛି। ଆଗକୁ ଆଗକୁ ଦେଖେଇବି, ମୋର ୱାଲପେପର ଏକା ବହୁତ ସାରା ଦେଇଛନ୍ତି। ସେଥିରେ ବହୁତ ସାରା ୱାଲପେପର ଅଛି, ବହୁତ କିଛି ଅଛି ଏଥିରେ। ଟର୍ଚ୍ଚ ଅଛି ଗୋଟେ, ତାପରେ ଲାଇଟ୍ ଦେଇପାରିବେ ଆପଣ, ଲାଇଟ୍ ଆପଣ ନିଜ ହିସାବରେ ଆଡଜଷ୍ଟ କରିପାରିବେ। ତାପରେ ଅଲଗା ଅଲଗା ସିଷ୍ଟମରେ କ'ଣ ହେଲ୍ଥିଂ ପାଇଁ ଫ୍ରମ୍ ୱାର୍କିଂ କରୁଛି ଦେଖନ୍ତୁ। ହେଲ୍ଥ ଆପଣ ଜଗିଂ ସେଠି କରିପାରିବେ। ସେଟିଂରେ ମୁଁ ସବୁ କିଛି ଚେଞ୍ଜ କରିପାରିବେ। ମେନୁ 8ଟା ଖଣ୍ଡେ ଦେଇଛି, ବହୁତ ଭଲ ଫିଚର ଭିତରେ। ଗୋଟେ ସ୍ମାର୍ଟ ୱାଚ୍ ସେଥିରେ ଆହୁରି ଫିଚର ଅଛି, ବ୍ଲୁଟୁଥ୍ କଲିଂ, ବ୍ଲୁଟୁଥ୍ ମ୍ୟୁଜିକ୍ ହେରିକା ଆପଣ ୟୁଜ୍ କରିପାରିବେ। ଏହାର ଲିଙ୍କ ମୁଁ ଦେଇଦେବି, ଚେକ୍ କରିବେ।